जय जगन्नाथ साଙ୍ଗମାନେ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ବ୍ଲଗକୁ। ଆଜି ସାଙ୍ଗମାନଙ୍କର ହଠାତ୍ ନା ପ୍ଲାନିଂ ହେଲା ଯେ ଫିଷ୍ଟ କରିବା ପାଇଁ। କୋଉଠି ଫିଷ୍ଟ ହେବ ନା କମ୍ପ୍ୟୁଟର ଫିଷ୍ଟ ହେବ। ସାଙ୍ଗମାନେ ସବୁ ଆସିକି ଆମେ ପହଞ୍ଚିଯାଇଛୁ, କମ୍ପ୍ୟୁଟର ପହଞ୍ଚିଯାଇଛେ। ବର୍ଷା ପାଗ, ଜିନିଷପତ୍ର ସବୁ ବୁଲାବୁଲି ସରିଲାଣି, ମୋତେ ମୁଣ୍ଡ ଦେଇଛନ୍ତି। ଆଉ ଚାଲନ୍ତୁ ଦେଖିବା କେମିତି କ'ଣ ଫିଷ୍ଟ ହେଉଛି, ସେଠିକାର ଭ୍ୟୁ କେତେ ଏନ୍ଜୟ କଲେ। ଚାଲନ୍ତୁ ଯିବା। ଏଟା ହଉଛି ଡ୍ୟାମ ର ବନ୍ଧ ଉପରେ ଆମେ ଚାଲିଛେ। ରାସ୍ତା ସେମିତି ମାଟି ରାସ୍ତା, କାଦୁଅ ହେଇଯାଇଛି। ଆଉ ବନ୍ଧ ତଳକୁ ଆମେ ଯିବା, ପୁଣି ପାଣି ସବୁ ଜିନିଷ ଆମେ ନେଇ ଆସିଛୁ। ଗ୍ୟାସ୍ ବି ନେଇ ଆସିଛୁ, କାରଣ ବର୍ଷା ଦିନେ ଜାଣିଛୁ କାଠର ସମସ୍ୟା ହେବ, ସେଥିପାଇଁ ଗ୍ୟାସ୍ ସାଙ୍ଗରେ ନେଇ ଆସିଛୁ। କହିଲା ଚାଲିଗନେ ପହଁରା ପରା ଶିଖିନାହାନ୍ତି। ସାଙ୍ଗମାନେ ଏଇ ଯୋଉ ପାଣିଟା ଦେଖାଯାଉଛି, ଏଟା ଯୋଉ ଡ୍ୟାମ୍ ସାଧାରଣତଃ ଲକ୍ଷ୍ୟ କରିବେ, ଯେଇଠି ଦିଟା ପାହାଡ଼ ନିହାତି ଥିବ। ପାହାଡ଼ ମାନେ ପାଣିଟା ଷ୍ଟକ୍ ହବା ଓଭରଫ୍ଲୋ ଯୋଉ ପାଣି ହୁଏ, ସେତେବେଳେ ଗେଟ୍ ଥାଏ, ନହେଲେ ଏମିତି ଥାଏ। ଏଇଟା ଓଭରଫ୍ଲୋ ପାଣିଟା ହଉଛି କେପାବିଲିଟି ଅନୁସାରେ ଅଧିକା ପାଣି ହେଲେ ଏପଟେ ବାହାରି ଆସିବ। ଏଇଟା ହେଇଛି ସେମିତି କିଛି। ଏଠି ଛୁଆମାନେ, ଛୋଟିଆ ଛୁଆମାନେ ଗାଧୁଛନ୍ତି, ମାନେ ୱାଟର ଲେବୁଲ୍ ସେତିକି ଅଛି, ତାର ଏକ୍ସଟ୍ରା ପାଣିଟା ବାହାରି ଯାଉଛି। ଦେଖନ୍ତୁ ପାଣିଟା ବାହାରି ଯାଉଛି। ଏଇଟା ହେଇଯାଇଛି ୱାଟରଫଲ୍ ଭଳିଆ ହେଇଯାଇଛି, ସେଇଠି ସମସ୍ତେ ଗାଧଉଛନ୍ତି। ଚାଲନ୍ତୁ ଆମେ ବି ଗାଧେଇବା, ଜିନିଷପତ୍ର ସବୁ ଓହ୍ଲେଇବା। ଏଇ ପାଣିଟା ଦେଖନ୍ତୁ କେମିତି ଝରଣା ଭଳିଆ ହେଇଯାଇଛି, ବୋହି ଯାଉଛି ନଦୀ। ସାଙ୍ଗମାନେ ଯୋଉ ଡ୍ୟାମ୍ ମଝିରେ ଦେଖାଯାଉଛି ଛୋଟିଆ ଗଛ ଆଉ ଘର ଭଳିଆ, ଛୋଟିଆ ଏବେ ଗଛ ହେଇଗଲାଣି। ସେଟା 3 ତାଲା ବିଲ୍ଡିଂ। ସେଟା ରଜା ସାଇଡ୍ ରହି ଶିକାର କରନ୍ତି ଡ୍ୟାମ୍ ମଝିରେ, ଯେମିତି ତାଙ୍କୁ କେହି ପାଖାପାଖି କେହି ଜୀବଜନ୍ତୁ ଯାଇପାରିବେନି। ଡଙ୍ଗାରେ ଯାଇକି ଏଠି ଶିକାର କରନ୍ତି, ଜୀବଜନ୍ତୁ ଆସନ୍ତି ଏଠି ଶିକାର କରନ୍ତି। ନୀଳଗିରି ରଜାଙ୍କ ନାଁ କ'ଣ ମୁଁ ଭୁଲି ଯାଇଛି, ଯଦି ଆପଣମାନେ ଜାଣିଥିବେ କମେଣ୍ଟ ମାଧ୍ୟମରେ ଜଣେଇବେ। ଏଠି ବି ପାଣି ଓଭରଫ୍ଲୋ, ଛୋଟିଆ ଗେଟ୍ ହେଇଛି, ଓଭରଫ୍ଲୋ ପାଣିଟା ଅଧିକା ମାନେ ଯେଉଁ ଡ୍ୟାମ୍ର କିଛି କ୍ଷୟକ୍ଷତି ନ ହେବ ପାଣିଟା ଏପଟେ ଯାଉଛି ଚାଷ ଜମିକୁ। ଆମ କାର୍ ସେଠି ଛିଡ଼ା ହେଇଛି। ରାସ୍ତାଟା ଆମ ସେପଟେ ନୁହେଁ, ରାସ୍ତା ପାହାଚ ରାସ୍ତା। ଏଠି ବି ଛୋଟିଆ ମନ୍ଦିରଟିଏ ଅଛି, ମନ୍ଦିରଟା ଦେଖାଯାଉନାହିଁ, ପାଣି ବୁଡ଼ିଯାଇଛି, ଦେଖାଯାଉନି। ବର୍ଷର ଥରେ ଏଠି ପାଣି କମିଲେ ପୂଜା ହୁଏ। ଏଠିକା ପାଠିଆ ପିଲା ସବୁ ଗାଧଉଛନ୍ତି, କେତେ ଛୋଟିଆ ଛୋଟିଆ ପିଲା ଥିବେ, କେତେ ସାହସ ଥିବ। ପାଣିଟା ଓଭରଫ୍ଲୋ ପାଣିଟା ଏପଟେ ବି ଯାଉଛି ଆମର। ଏଇ ଯୋଉ ସାଙ୍ଗରେ ଶୋଇଛି ତା ନାଁ ହଉଛି ଶ୍ରବଣ, ତା ପଛକୁ ଅଛି ଲିଟୁ। ଇଏ ହଉଛି ଋଷିଆ, ଆମର ଯିଏ ହଉଛୁ ଶାନ୍ତନୁ। ଏପଟେ ଆଲୋକ ଅଛି, ପଛରେ ବାଇନ, ସାନ ଭାଇ ବାଇନ, ତାପରେ ଅଛି ବିଜୁ ଅଛି। ସାଙ୍ଗମାନେ 1:30 ହେଲାଣି, ଏବେ ଆମର ଗ୍ୟାସ୍ ଲଗା ହଉଛି, ଭାତ ବସାଯିବ। ଦେଖିବା ଚାଲ କେତେବେଳେ ଆମର ଭାତ ଫୁଟୁଛି। ସାଙ୍ଗମାନେ ଏବେ ଗାଧୋଇବା ପାଇଁ ଆମେ ସବୁ ପଳେଇ ଆସିଛୁ। 2:15 ହେଲାଣି, ପଳେଇ ଆସିଛୁ ସାଙ୍ଗମାନଙ୍କ ସହିତ। ଶ୍ରବଣ, ମୁଁ, ବିଜୁ, ବୁଧ, ରାଜେଶ ପଳେଇ ଆସିଛୁ ଆମେ ଗାଧୋଇବା ପାଇଁ। ଆଉ ରହିଗଲାନି। କ୍ୟାମେରାମ୍ୟାନ୍ ଏଠି ଆଲୋକ ଅଛନ୍ତି। ମୋ କ୍ୟାମେରାଟି ଧରିଥିଲେ ଗଣେଶ ଗଣୁ।
এটা আনি ଛେଚି ଦିଅ ଏଇ ଇଏର ଗୋଟେ ପଛୁଟିଆ ପତ୍ର କି ଠିକ ଅଛି ରେଡି ତ ଛେଚି ଦିଅ ସାଙ୍ଗମାନେ ସମୟ ଏବେ 4ଟା ହେଇଗଲାଣି, ଭୋକ ବି ପ୍ରବଳ ଲାଗିଲାଣି। ରୋଷେଇ ବି ଶାନ୍ତନୁ ଭାଇ ଆମର ରୋଷେଇ କରିଛନ୍ତି। ଆଉ ଦେଖିବା ତାଙ୍କ ହାତ ରନ୍ଧା ଆଗରୁ ତ ଭଲ କରନ୍ତି, ଆଜି ବି କେମିତି କରିଛନ୍ତି ଚାଲନ୍ତୁ ଖାଇବା। ଆପଣଙ୍କର ଯଦି ଏବେ ଛୁଟିଆ ଫିଷ୍ଟ ପାଇଁ ରୋଷେଇ ଦରକାର ତାହେଲେ ମୋତେ ଡାଇରେକ୍ଟ କଣ୍ଟାକ୍ଟ କରନ୍ତୁ, ନମ୍ବର ଦେବେ। ଚାଲନ୍ତୁ ସେ ଖାଇବା ସବୁ ନିଜେ ନିଜେ ସବୁ ବାଢ଼ିକି ନେଉଛନ୍ତି। ଶାନ୍ତନୁ ଭାଇ ବାଢ଼ିକି ଦେଉଛନ୍ତି ବୋଧେ ପଥର ଉପରେ ବସିକି, ବର୍ଷା ବି ନାହିଁ, ଖୋଲା ଆକାଶରେ ସେ ବସିକି ଖାଉଛନ୍ତି। ଗୁଣ ପଳେଇଯିବ ନା ଇସ ହଁ ପଳେଇଯିବୁ ଗୁଣ ଜିମି ତାକୁ ନେଇକି ଜିମି ନିଳେଇ ତାକୁ ନେଇକି ଗଳି ପଇନି ବେ ଦବ ତୁ ଯିବୁନି ଏ ମଝିରେ କଡର ଏଟା ବସୁନା ଏକାଥରେ ର ଦିଆ ହେଇନି ସେମାନେ ସିଏ ପଳେଇଯିବ ନା, ତାପରେ ଗୁଣ ପଳେଇଯିବ, କାହାକୁ ନେଇକି ଯିବ। ଲାଇଟ୍ ବନ୍ଦ କର ତୋର। टेस्टी लागू अरे बढ़िया है स्वाद लागू स्वाद ଏଠି ଯେଉଁମାନେ ପ୍ରିୟ ପୋଷ୍ଟର ଖାଉଛନ୍ତି ସେମାନେ ହାଣ୍ଡି ଡେକ୍ଚି ଧୁଆ ଧୋଇ ବୁହା ବୋହି କରୁଛନ୍ତି, ଯେମିତି ଆମ ଲିଟୁ ଭାଇ ଏବେ ଧୋଉଛନ୍ତି। ଏଠି ଆମର ଶ୍ରବଣ ଭାଇ ମାନେ ଅଧିକା ପଇସା ହେଇଛନ୍ତି ଶୋଇଛନ୍ତି। ଆମର ବୁଧ ଭାଇ ମୋବାଇଲ ଦେଖୁଛନ୍ତି, ଖାଇକି ଗଡ଼ିଲେଣି। ପାଲ ଏବେ ଖୋଲାଯିବ ଆମର। ଏଠି ଆଲୋକ ଭାଇ ଦେଇନାହାନ୍ତି ପଇସା, ସେ ବି ଦଉଛନ୍ତି, ବାଲି ପକେଇକି ଘଷୁଛନ୍ତି, ଧୋଇକି ଦେବେ। ବାଲି ରଗଡ଼ା ବାଲି ରଗ ସାଙ୍ଗମାନେ ସମୟ ବାହାର କରିକି ସାଙ୍ଗମାନଙ୍କ ସହିତ କେଉଁଠି ନା କେଉଁଠି ବୁଲିବା ପାଇଁ ଯାଆନ୍ତୁ। ସମୟ ଚାଲିଗଲେ କି ମଣିଷ ଚାଲିଗଲେ ସେ ସମୟ ମିଳିବନି, କି ସେ ମଣିଷ ବି ଆଉ ମିଳିବନି। ସେଥିପାଇଁ ଆଜି ତ ଆମେ ଆସିଲୁ, ପୁଣି ଆପଣମାନେ କେଉଁଠି ଯାଉଛନ୍ତି, କେବେ ଯାଉଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଆପଣଙ୍କ ଏରିଆରେ ସେମିତି କିଛି ଭଲ ପ୍ଲେସ୍ ଅଛି ଆମକୁ ବି କୁହନ୍ତୁ, ଆମେ ବି ଯିବୁ ଆପଣଙ୍କ ଏରିଆକୁ ଟେଷ୍ଟ କରିବା ପାଇଁ ଆଉ ଆପଣଙ୍କୁ ଦେଖା କରିବୁ। ସାଙ୍ଗମାନେ ଯେଉଁମାନେ ବି ଫିଷ୍ଟ କରିବା ପାଇଁ କୁମକୁଲ ଡ୍ୟାମ୍କୁ ଆସୁଛନ୍ତି, ଯଦି ବର୍ଷା ଦିନେ ଆସୁଛନ୍ତି ମାନେ ଗ୍ୟାସ୍ ନେଇକି ଆସନ୍ତୁ, କାରଣ ଏଠି କାଠର ସମସ୍ୟା ବହୁତ ହେବ। ଜଙ୍ଗଲ ଥାଇ ବି କାଠର ସମସ୍ୟା ବହୁତ ହେବ। ଯେଉଁମାନେ ବି ଆସୁଛନ୍ତି ଗାଧଉଛନ୍ତି ନିଜ ସେଫ୍ଟିରେ ଗାଧାନ୍ତୁ, କାରଣ ସେଠି ଆମେ ଯଦି ଗାଧେଇକି ଆସିଲୁ ବହୁତ ଖାଲ ସେଠି। ଯେହେତୁ ସାଙ୍ଗମାନେ ଥିଲେ ଆମେ ସେଥିପାଇଁ ସାହସ କରିକି ଚାଲିଗଲୁ। ଆମେ ବି ଯିବା କଥା ନୁହଁ, ଏଠି ଖାଲି ପଳେଇଗଲୁ ସିନା, କିନ୍ତୁ ଯିବା କଥା ସେ ଜାଗାକୁ ନୁହଁ। ଆଉ ସାଙ୍ଗମାନେ ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଆଉ ଗୋଟେ ପୁଣି ନେକ୍ସଟ ଭିଡ଼ିଓରେ ଦେଖା ହେବ। ରହୁଛି, ଜୟ ଜଗନ୍ନାଥ।